ତୁ ବି କ'ଣ ଚାଲିଯିବୁ? ହଁ ମୋ ମରିବାର ଶେଷ ମୁହୂର୍ତ୍ତଟା ତୁ ଟିକେ ଦେଖିବୁନି? ନା କାହିଁକି ରେ ରଜତ, କାହିଁକି? ଅଭିନୟଟା ହାର୍ଡ ହେଇଗଲା ରେ ସାଙ୍ଗ। ବାସ୍ତବିକ ରେ ସାଙ୍ଗ, ଚନ୍ଦ୍ରକୁ ବିଦା କରିବା ପାଇଁ ମତେ 3ଟା ଦୃଶ୍ୟ ଲାଗିଗଲା। ଗାୟତ୍ରୀକୁ ବିଦା କରିବା ପାଇଁ ମୋ ପାଖରେ ଏତେ ସମୟ ନଥିଲା ରେ ସାଙ୍ଗ, କାହିଁକି ନା ଜୀବନ ନାଟକଟା ମୋର ସରି ସରି ଆସିଲାଣି ରେ ସାଙ୍ଗ। ଦର୍ଶକ ମାନେ ବି ଉତ୍ସାହିତ ହେଲେଣି ଘରକୁ ଯିବା ପାଇଁ, ମୋହର ରଙ୍ଗ ଛାଡ଼ିବା ପାଇଁ କଳାକାର ବି ବ୍ୟଗ୍ର। ଆଉ ସମୟଟା ସରି ସରି ଆସୁଛି, ଦର୍ଶକ ମାନେ ଘରକୁ ଯିବା ପାଇଁ ବ୍ୟସ୍ତ ହେଇ ସାରିଲେଣି ନା ସାଙ୍ଗ। ସତରେ ତୁ ଗୋଟେ ବଡ ଅଭିନେତା ରେ। ତୁ ଆଜି ମତେ ବୁଝେଇ ଦେଲୁ ଅଭିନୟ କେବଳ ଚରିତ୍ର ନିଭେଇବା ପାଇଁ ନୁହଁ, ଚରିତ୍ର ବଞ୍ଚିବାର କଳା। ତୁ ଆଜି ମତେ ଜଣେଇ ଦେଲୁ ଅଭିନେତାର ଶକ୍ତି ତା ମୁହଁରେ ନଥାଏ, ଭାବନାକୁ ଜୀବନ୍ତ କରିବାର ସାମର୍ଥ୍ୟରେ ଥାଏ। ବାସ୍ତବିକ ରେ ସାଙ୍ଗ, ଭାଇ ପାଖରେ ଅଭିନୟ କଲି, ମତେ ଅଭିଶାପ ଦେଲା। ସ୍ତ୍ରୀ ପାଖରେ ଅଭିନୟ କଲି, ଅଭିଶାପର ମଞ୍ଜି ଗୁଡାକ ମୋ ଦେହ ସାରା ବୁଣେଇ ଦେଇ ଚାଲିଗଲା। ସାଙ୍ଗରେ ଜୀବନ ସାରା ଅନେକ ଚରିତ୍ରରେ ଅଭିନୟ କରି କରି ମୁଁ ଏମିତି ଚରିତ୍ର ଭିତରେ ହଜି ଯାଇଛି, ମୋ ନିଜର ପରିଚୟ ବି ସମ୍ପୂର୍ଣ୍ଣ ଭୁଲି ଯାଇଛି ରେ ସାଙ୍ଗ। ସେଥିପାଇଁ ମୁଁ ନିଜକୁ ଧନ୍ୟବାଦ ଦଉଛି ରେ ସାଙ୍ଗ। ସାବାସ ରିସ୍ତା, ସାବାସ। ତୁ ଏମିତି କାହିଁକି କଲୁ ସାଙ୍ଗ? ଏମିତି କରିବାଟା ତୋର କ'ଣ ଠିକ ହେଲା? ମଣିଷକୁ ଯେତେବେଳେ କଷ୍ଟ ଲାଗେ ସେତେବେଳେ ମଣିଷ ଆଖିରୁ ଲୁହ ଗଡ଼ାଇ କାନ୍ଦେ। ହେଲେ ତାଠାରୁ ଜୀବନରେ ସବୁଠାରୁ ବଡ଼ କଷ୍ଟ କ'ଣ ଜାଣିଛୁ ସାଙ୍ଗ? ତୋ ଆଖିର ଲୁହ ଦେଖି, ତୋ କାନ୍ଦ ଦେଖି ଆଉ ଜଣେ ତୋ ପାଇଁ ତୋ ପାଖି କାନ୍ଦୁ। ଏଇଟା ହଉଛି ଜୀବନର ସବୁଠାରୁ ବଡ଼ କଷ୍ଟ। ତୁ ଯାହା କଲୁ ସେଥିରେ କ'ଣ ସେ ଖୁସି ହେବେ? ଆରେ ମୁଁ ତ ମରିବି ବୋଲି କାନ୍ଦୁଛି, ହେଲେ ମୋ ଗାୟତ୍ରୀ ମତେ ବଞ୍ଚି ରଖି ପାରୁନାହିଁ ବୋଲି କାନ୍ଦୁଛି। ମୁଁ ଜାଣିଛି ସାଙ୍ଗ ଯେ ମୁଁ ମରିଗଲେ ଗାୟତ୍ରୀ ନିଶ୍ଚିତ କାନ୍ଦିବ, ହେଲେ ଯେତିକି ଦିନ ସେ ବାହାରେ ରହିବ ସେତିକି ଦିନ ତ ସେ ଟିକେ ଶାନ୍ତିରେ ନିଶ୍ୱାସ ମାରିବ। ଦେଖିପାରିଲୁନି ବୋଧେ? ଗଲାବେଳେ ସେ ବାରମ୍ବାର ପଛକୁ ଚାହୁଁଥିଲେ। ଆରେ ଚାହିଁବନି କେମିତି ସାଙ୍ଗ? ତା ଛାତିର କଲିଜାଟା ପରା ମୋ ଛାତି ଭିତରେ ବନ୍ଧା ପଡ଼ିଛି। ଏବେ ସେ ତା ସାନ ଦିଅର ପାଖକୁ ଯିବ, ନହେଲେ ମଝିଆ ଦିଅର ପାଖକୁ ଯିବ। ଯୋଉଠିକି ଯାଉନା କାହିଁକି ଶାନ୍ତିରେ ଟିକେ ତ ସେ ନିଶ୍ୱାସ ମାରିବ। ଆଉ ତୁ? ମୁଁ କାନ୍ଥରେ ଗାର ଟାଣି ଟାଣି ମୃତ୍ୟୁର ଦିନକୁ ଅପେକ୍ଷା କରିଥିବ ଏ ହରିଶ୍ଚନ୍ଦ୍ର। ଏମିତି ଯାତ ନିଜ ମୁହଁ ଲାଗେ